ବାତ୍ୟା ମନ୍ଥାର ପ୍ରଭାବ ଏବଂ ଏହାର ମୁକାବିଲା ସମ୍ପର୍କରେ ସମୀକ୍ଷା ବୈଠକ କରାଗଲା। ବିଶେଷ କରି ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା ଆମର କାକିନଡ଼ା ଯେଉଁ ସ୍ଥାନ ଅଛି ସେ ଜାଗାରେ ଫଲ୍ କରିବାର ସମ୍ଭାବନା ଅଛି। ଯଦିଓ ଏ ବାତ୍ୟା ସିଧାସଳଖ ଭାବରେ ଡାଇରେକ୍ଟଲି ଓଡ଼ିଶାରେ ଫଲ୍ କରୁନାହିଁ ବା ଅତିକ୍ରମ କରୁନାହିଁ, ତାପରେ ମଧ୍ୟ ତାର ଯେଉଁ ପ୍ରଭାବ ରହିବ ଦକ୍ଷିଣ ଓଡ଼ିଶାରେ ବିଶେଷ କରିକି 8ଟି ଜିଲ୍ଲାରେ ଆଉ ସେହି ଜିଲ୍ଲାମାନଙ୍କରେ ବ୍ୟାପକ ବର୍ଷା ହେବ, ପବନ ମଧ୍ୟ ରହିବ ଏବଂ ବର୍ଷା ବି ସେ ଜିଲ୍ଲାମାନଙ୍କରେ କିଛି କିଛି ଅଳ୍ପ ବର୍ଷା ବି ଆରମ୍ଭ ହୋଇଯାଇଛି। ବିଶେଷ କରିକି ଆମ ଓଡ଼ିଶାରେ ବାତ୍ୟା ମନ୍ଥାର ପ୍ରଭାବ କାରଣରୁ ବିଶେଷ କରି 8ଟି ଜିଲ୍ଲା ପ୍ରଭାବିତ ହେଉଛି। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏ ଜିଲ୍ଲାମାନଙ୍କରେ ପ୍ରଭାବିତ ହେବାର ବେଶୀ ସମ୍ଭାବନା ଅଛି ଏବଂ ପ୍ରଥମ ଦିନରେ 5ଟି ଜିଲ୍ଲାରେ ପ୍ରଭାବିତ ହେବ। ସେଥିରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହେବ, 2ଟି ଜିଲ୍ଲା। ଦ୍ୱିତୀୟ ଦିନରେ ମଧ୍ୟ 5ଟି ଜିଲ୍ଲା ପ୍ରଭାବିତ ହେବ। ଇଏ ଗଞ୍ଜାମ ଅବିଭକ୍ତ ଜିଲ୍ଲାର ପ୍ରଭାବ ସେତେବେଳକୁ କମିଯିବ ଏବଂ ନବରଙ୍ଗପୁର ଏବଂ ଆମର କଳାହାଣ୍ଡି ଜିଲ୍ଲା ଏଥିରେ ପ୍ରଭାବିତ ହେବାର ସମ୍ଭାବନା ଅଛି। ଆଉ ସେ ଦୃଷ୍ଟିକୋଣରୁ ଆମର ବ୍ୟାପକ ଭାବରେ ଓଡ଼ିଶା ସରକାରଙ୍କ ତରଫରୁ ଏବଂ ବିଶେଷ କରିକି ଆମର ଡିସାଷ୍ଟର ମ୍ୟାନେଜମେଣ୍ଟ ଯେଉଁ ଆମର ରହିଛି ଏ ବିଭାଗ ତରଫରୁ ଏହାକୁ ଗତ 3 ଦିନ ଧରିକି ଆମର ବିଭାଗର ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ ଏବଂ ଆମର SRCଙ୍କର ଜରିଆରେ ଏହାକୁ ରିଭ୍ୟୁ କରାଯାଇଛି ଏବଂ ଆମର ଯେଉଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜିରୋ କାଜୁଆଲିଟି ଶୂନ୍ୟ ମୃତ୍ୟୁର ଯେଉଁ ଆମେ ଲକ୍ଷ୍ୟ ରଖିକରି ଆମେ କାର୍ଯ୍ୟକ୍ରମ କରୁଛୁ ଆଉ ସେଥିପାଇଁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଲୋକଙ୍କୁ ମଧ୍ୟ ଆମେ ଏଭାକୁଏଟ୍ କରୁଛନ୍ତି। ସେଥିରେ ଆମେ 2048ଟି ବାତ୍ୟା ବନ୍ୟା ଆଶ୍ରୟସ୍ଥଳ ଆମେ ପ୍ରସ୍ତୁତ କରିକିରି ଆମେ ରଖିସାରିଛୁ। 8ଟି ଜିଲ୍ଲାରେ 11,396 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଅଲରେଡ଼ି କରାଯାଇ ସାରିଛି। ଆହୁରି ଯଦି ଆବଶ୍ୟକ ହେବ ତାହେଲେ 30,554 ଜଣଙ୍କୁ ମଧ୍ୟ ନେବା ପାଇଁ ଚିହ୍ନଟ କରାଯାଇଛି, ତାହା ମଧ୍ୟ କାର୍ଯ୍ୟକାରୀ କରାଯିବ। ବେସିକାଲି ଯେଉଁ ସମସ୍ୟା ବର୍ଷା ସମୟରେ ବା ବାତ୍ୟା ସମୟରେ ହୁଏ ସେଥିରେ ଗର୍ଭବତୀ ମହିଳାମାନଙ୍କର ସ୍ୱତନ୍ତ୍ର ତାଙ୍କୁ କିଭଳି ଭାବରେ ନିରାପଦ ସ୍ଥାନକୁ ନିଆଯିବ, ମେଡ଼ିକାଲକୁ ନିଆଯିବ, ସେଥିପାଇଁ 1,871 ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଲରେଡ଼ି ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ଆଉ 822 ଜଣଙ୍କୁ ମଧ୍ୟ ସ୍ଥାନାନ୍ତରିତ ଖୁବ୍ ଶୀଘ୍ର କରାଯିବ। ସମୁଦାୟ 2,693 ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ପ୍ରାଥମିକ ଶିକ୍ଷା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆମର ଯେଉଁ CSC ରହିଛି ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ। ବାତ୍ୟା ସମୟରେ ଯେଉଁ ହେଭି ରେନ୍ ହୁଏ, ପବନ ହୁଏ, ସେ ସମୟରେ ପାୱାର କଟ୍ ଅଫ୍ ହୋଇଯାଏ, ପାଣି ବହୁତ ସମୟରେ ରାସ୍ତା ଉପରେ ଚରିଯାଏ। ସେ କାରଣରୁ ମଧ୍ୟ ତାର କଡ଼ା ମୁକାବିଲା କରିବା ପାଇଁ ଆମେ ଯେଉଁ ଆମର ଓଡ୍ରାଫ୍ ଟିମ୍ ଅଛନ୍ତି ସେଥିରେ 30ଟି ଓଡ୍ରାଫ୍ ଟିମ୍, 123ଟି ଅଗ୍ନିଶମ ଟିମ୍ ଏବଂ 5ଟି NDRF ଦଳକୁ ଆମେ ସମ୍ପୂର୍ଣ୍ଣ ଭାବରେ ସେଥିରେ ମୁତୟନ କରି ସାରିଛୁ ଏବଂ ସେଥିରେ ଏକ୍ସଟ୍ରା ବା ଅଧିକ ଟିମ୍ ମଧ୍ୟ ସେଥିରେ ଆମେ ରଖିଛୁ। ଯଦି କୌଣସି ପରିସ୍ଥିତିରେ ରାସ୍ତା ଯଦି କଟ୍ ଅଫ୍ ହୋଇଯାଉଛି ତାହେଲେ ମଧ୍ୟ ଆମେ ସେମାନେ ସେ ଜାଗାରେ ହିଁ ସେ ଜିଲ୍ଲା ହେଡ଼କ୍ୱାର୍ଟର ମାନଙ୍କରେ କିମ୍ବା ସେ ପାଖାପାଖି ଜାଗାରେ ଥିବେ ସେମାନେ ମଧ୍ୟ ସେଠି ପହଞ୍ଚି ତ୍ୱରିତ ପର୍ଯ୍ୟାୟରେ ଖବର ପାଇଲା ମାତ୍ରେ ସେମାନେ ତାହାର ମଧ୍ୟ କାମରେ ସେମାନେ ବ୍ୟବହୃତ ହୋଇପାରିବେ। ଏଣୁ ନିଶ୍ଚିତ ଭାବରେ ଏଥିରେ ଆମର
पर्यटक मानू न जावाई से अंचल जो पर्यटन क्षेत्र अच्छी गोपालपुर महेंद्रगिरी आमर देवमाड़ी एवं से अंचल जो अच्छी न जावाई ए बाबद सूचना प्रदान करा जाइछि। समुद्र भीतर को न जावाई मत्स्यजीवी मान सूचना दि जाइछि। स्कूल को 30 तारीख पर्यंत वर्तमान पाई बंद करा जाइछि। आवश्यक हेले मध्य बढ़ा जाई परिबो। अंगनवाड़ी केन्द्र को मध्य बंद करा जाइछि। अंगनवाड़ी पिला मान को ड्राई फ्रूट देवा पई घर मान को व्यवस्था करा जाउछि। स्कूल पिला मान को मध्य तांको जो तांकर पर डे रो जो खाद्य ये भी बोधे घर को पठे दिया जिवो। ये समस्त व्यवस्था आम करिछु। एवं विशेष करी बड़ समस्या गुटे हुए वर्षा समय रे जो साप कामुड़ा इंजेक्शन रो आवश्यकता बहुत पड़े। जो मान को साप कामुड़ी थांती से समय रे डाक्तरखाना को पहुँचवा भी भारी कष्ट होता है। से क्षेत्र में अति निकट में जो थिबा स्वास्थ्य केन्द्र मानक तार समस्त व्यवस्था एवं किछि एक्सपीरियंस थिबा डॉक्टर को मध्य स्वतंत्र भाव में नियोजित करा जाउछि। एवं ताहा द्वारा निश्चित भाव में एथिरे आमे सफल मुकाबला करि परिबु एवं समानकर जीवन मध्य आमे बंचाइबारे बहुत गोटे मध्य हेई परिबो तांको बंचा जाई परिबो। एवं ये घटनार समस्त मुकाबला करिबा पई अधिक पंप सेट कोठी पानी भर्ती गले ताको निष्कासन करिबा पई जोटी पावर कट भी जीवो से जगह रे जनरेटर रो अधिक व्यवस्था खाद्य व्यवस्था ड्राई फ्रूट मध्य रंधा खाद्य मध्य एवं ताहा सहित मध्य आमर जो प्राणी संपद अछंती सेतिरे गरु गाई आपंकर महिषी छेली मेंढा ये समस्त को जिते बड़े एभाकुएट सामान को मध्य करा जिवो तांकर भी खाद्य व्यवस्था सहित करिया पई मध्य स्वतंत्र भाव में ए बाबद रे निर्देशमा जारी करा जायछि एवं ताकू मध्य कार्यकारी एथिरे करा जाउछि। एंड मोटामोटी भाव में संपूर्ण भाव में 3 दिन आगु प्रस्तुति हेबा एवं आज ताहार शेष प्रस्तुति आमे आम स्तर में मुख्यमंत्री स्तर में आज आमर आवश्यकता जहाँ थिला आमे ताकू आज कराउछंती। मु आशा निश्चित भाव में एथिरे करिबी जे आमर विभाग तरफ सरकार तरफ जो विभिन्न विभाग को लेकर आमे जार जहाँ ड्यूटी अच्छी काम अच्छी ताकू सुचारू रूपे संपादन से माने करिवे एवं आगुआ मध्य किछि कार्यक्रम करिबा पई मध्य समान को एम्पावरमेंट कर दिया जाइछि। जहाँ फल जिलापाल मान को मध्य अधिकार आउ पावर दे दिया जाइछि। अधिकारी माने मध्य समाने आउ कहा को ऑर्डर न मागिक मध्य ताहार प्रतिकार करिया पई यथा समय समाने याकू करि परिबे जो द्वारा कि आमे जीरो काजुआलिटी बजाई रखिबा सहित पावर केमती आसीबो स्वच्छ पीवा पानी केमती तांको पाखरे पहुँची पारिबो ड्राई फ्रूट केमती पहुँची पारिबो पॉलिथिन केमती पहुँची पारिबो रोगी केमती जदि कौन जगह रहीगला ताले ठीक जगह पहुँची पारिबो ई जो गुड़िक इमरजेंसी अच्छी ताकू करिबा पई समस्त प्रकार व्यवस्था आमे जेभଳି भाबरे करिछु। निश्चित भाबरे यार सफल मुकाबिला आम सरकार ताकू करिबे एवं सेथिरे जीरो काजुआलिटी निश्चित भाव बजाई रखिबु से प्रकार सुनिश्चित करिया पई व्यापक भाव में ये व्यवस्था आमको सफल दे पारिबो।